वंदे मातरम पिला माने ताले आज आमर चलो गणित पाठ आरंभ करिबा। अच्छा आमे पूर्व क्लास रे कोन पढिथिलु किछि पूर्व पाठ आलोचना करिथिलु। प्रथम क्लास रे आमे 1 रु 100 पर्यंत शिखिथिलु ताको आउ थरे मन पकेइथिलु आउ थरे लेखिथिलु तापरे 1 रु 100 पर्यंत संख्या गुडी आमे अक्षर रे लिखिथिलु। समस्त घर पाखरे लिखिछ तो लिखिछ अच्छा तापरे आमे परवर्ती संख्या केमिति लिखा हुए आमे से जानिलु। तापरे पूर्ववर्ती संख्या लिखिथिलु आर मझी संख्या भी लिखिथिलु। समस्त निज निज खाता रे करछ अच्छा ताले आज आमे किछि नुवा पाठ पढिबा। गणित विषयटी आम जीवन प्रत्येक मुहूर्त आवश्यक होची। आमे प्रथम क्लास रे 2 अंक विशिष्ट गणन संख्यार योग वियोग शिखिथिलु। 2 अंक विशिष्ट संख्यार स्थानीय मान मध्य शिखिथिलु। एबे त हमर द्वितीय क्लास हेछि हमर ताले आमे 3 अंक विशिष्ट संख्या पढिबु। 3 अंक विशिष्ट संख्यार योग वियोग एगुडी के सब शिखिबु। आम गणित रे केतोटी अंक अछि आमे प्रथम रु जानछे प्रथम क्लास रे पढिथिलु 10 टी अंक अछि। तबे आज आउ टिके अधिक जानिबा। आम गणित रे कोन 10 टी अंक रहिछि। सेई 10 टी अंक को नै हमर कोन संख्या गठित होइछि। से 10 टी अंक कोन से 10 टी अंक कोडी गए एगुडी सेई 10 टी अंक कोन 0 1 2 3 4 5 6 7 8 9 ताले 1 रु 9 पर्यंत 1 रु 9 पर्यंत कोन से अंक गुडी को एक अंक विशिष्ट सेई अंक गुडी को नै कि हमरा कोन गणना संख्या भी गठित होइछि। किंतु सुनो ए सुनो से अंक किंतु संख्या रे ताको हमें गणु से एक स्वतंत्र अंक याको स्वतंत्र जगह रे हमें व्यवहार करथाउ। कोउटी कोउटी व्यवहार कले हम तार मूल्य रही थाए हमें आगु गले पढिबा। ताहले हमरो एई 9 टी कोन एक अंक विशिष्ट ताले आज हमें एक अंक विशिष्ट बृहत्तम संख्या एक अंक विशिष्ट क्षुद्रतम संख्या ताले मोट केतोटी संख्या अछि एक अंक विशिष्ट रे 2 अंक विशिष्ट रे बृहत्तम संख्या 2 अंक विशिष्ट क्षुद्रतम संख्या 2 अंक विशिष्ट मोट संख्या केते 3 अंक विशिष्ट संख्या केतोटी अछि तार बृहत्तम क्षुद्रतम संख्या अछि पढिबा। ताहले हमें प्रथमे एक अंक विशिष्ट बृहत्तम संख्या और क्षुद्रतम संख्या देखिबा।
ଆମର ଏକ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ବୃହତ୍ତମ ସଂଖ୍ୟା ମାନେ କ'ଣ? ବଡ଼ ସଂଖ୍ୟା। ଆମର ଏକ ଅଙ୍କ ବିଶିଷ୍ଟ ବଡ଼ ସଂଖ୍ୟା କିଏ? 9। ଏକ ଅଙ୍କ ସଂଖ୍ୟା ଯେଉଁଠୁ ଆରମ୍ଭ ହୋଇଥାଏ ସେଟା ସାନ, ଯେଉଁଠି ଶେଷ ହୋଇଥାଏ ସେଟା ବଡ଼। ତାହେଲେ ଆମର ଏକ ଅଙ୍କ ବିଶିଷ୍ଟ କେଉଁଠି ଶେଷ ହେଇଛି? 9 ଠାରେ। ଗୋଟିଏ ଗୋଟିଏ ଅଙ୍କକୁ ଆମେ କ'ଣ କହୁ? ଏକ ଅଙ୍କ ବୋଲି କହିଥାଉ। ତାହେଲେ ଆରମ୍ଭ ହେଇଛି କେଉଁଠୁ? 1 ଠୁ, ଶେଷ ହେଇଛି କେଉଁଠି? 9 ଠାରୁ। ତାହେଲେ ଯେଉଁଠି ଶେଷ ହୋଇଥାଏ ସେଇଟା ବଡ଼ ସଂଖ୍ୟା। ତାହେଲେ ଆମେ ଏଠି ଏକ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କିଏ? ତାହେଲେ ଏଠି ଲେଖିବା କ'ଣ? 9। ତାହେଲେ ଏକ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କିଏ ଦେଖିବା? ଏକ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ମୁଁ କହିଛି ଯେଉଁଠି ଆରମ୍ଭ ହୋଇଥାଏ ସେଇଟା ସାନ ସଂଖ୍ୟା। କ୍ଷୁଦ୍ରତମ ସଂଖ୍ୟା ମାନେ କ'ଣ? ସାନ ସଂଖ୍ୟା। ତାହେଲେ ଏକ ଅଙ୍କ ବିଶିଷ୍ଟ କେଉଁଠି ଆରମ୍ଭ ହେଇଛି? 1 ଠାରୁ। ତାହେଲେ ଏକ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1। ବୁଝିହେଉଛି? ତାହେଲେ ଆମର ଏକ ଅଙ୍କ ବିଶିଷ୍ଟ ମୋଟ କେତୋଟି ସଂଖ୍ୟା ରହିଛି? ତାହେଲେ ଏକ ଅଙ୍କ ବୃହତ୍ତମ ଆମେ ଜାଣିଲେ 9ଟି, 9, କ୍ଷୁଦ୍ରତମ 1। ତାହେଲେ ମୋଟ କେତୋଟି ସଂଖ୍ୟା ଅଛି? ଆମେ କ'ଣ କରିବୁ? ଆମେ ପ୍ରଥମରେ ପଢ଼ିଥିଲୁ କ'ଣ? ବଡ଼ ସଂଖ୍ୟାରୁ ସାନ ସଂଖ୍ୟା ଫେଡ଼ି ଦେଇ ସେଥିରେ କ'ଣ କରିବା? 1 ଯୋଗ କରିଦେଲେ ଆମର ମୋଟ କେତୋଟି ସଂଖ୍ୟା ଅଛି ଆମେ ଜାଣିନେବା। ତାହେଲେ ଏଠି କରିବା ବଡ଼ ସଂଖ୍ୟାରୁ ସାନ ସଂଖ୍ୟା ବିୟୋଗ କଲେ କେତେ ହେଲା? 8। ଆଉ ପୁଣି ସେଥିରେ କ'ଣ କରିବା? 1 ଯୋଗ କରିଦେବା। କେତେ ହେଲା? 9। ତାହେଲେ ଆମର ମୋଟ ତାହେଲେ ଆମର ଏକ ଅଙ୍କ ବିଶିଷ୍ଟ ମୋଟ କେତୋଟି ସଂଖ୍ୟା ଅଛି? 9ଟି ସଂଖ୍ୟା ଅଛି। ତାପରେ ଦେଖିବା 2 ଅଙ୍କ ବିଶିଷ୍ଟ। 2 ଅଙ୍କ ବିଶିଷ୍ଟ ମାନେ 2ଟି ଅଙ୍କକୁ ନେଇକି ଯେଉଁ ସଂଖ୍ୟା ଉଠିଛି ତାକୁ ଆମେ କ'ଣ? 2 ଅଙ୍କ ବିଶିଷ୍ଟ ସଂଖ୍ୟା କହିଥାଉ। ତାହେଲେ 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କିଏ? ଦୁଇ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ତାହେଲେ ଆମର ଏକ ଅଙ୍କ ବିଶିଷ୍ଟ କୋଉଠି ଶେଷ ହୋଇଛି ଦେଖିବା। ତାହେଲେ ଆମର ଏକ ଅଙ୍କ ବିଶିଷ୍ଟ ମାନେ ଗୋଟିଏ ଗୋଟିଏ ଅଙ୍କ ସେଟା କୁହାଯାଏ ଏକ ଅଙ୍କ। ତାହେଲେ ଆମର 9 ଠାରୁ ଶେଷ ହେଇଛି। 2 ଅଙ୍କ କୋଉଠୁ ଆରମ୍ଭ ହେଇଛି? 10 ଠାରୁ। 2 ଅଙ୍କ ମାନେ 2 ଅଙ୍କ ଯୋଉଠି 2ଟି ଅଙ୍କକୁ ନେଇକି ଗଢ଼ା 2 ଅଙ୍କ ସେଟା କୁହାଯାଏ 2 ଅଙ୍କ ବିଶିଷ୍ଟ। ବୁଝି ହଉଛି ତ ପିଲାମାନେ?
ତାହେଲେ 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କିଏ? 99। ତାହେଲେ 99 ପରେ ଆମର କ'ଣ ଆସୁଛି? 100 ଆସୁଛି। 100 ଆସିଲେ କେତେ ଅଙ୍କ ବିଶିଷ୍ଟ ହେଉଛି? 3 ଅଙ୍କ ବିଶିଷ୍ଟ। ତାହେଲେ ଆମର 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 99। ତାପରେ 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ତାହେଲେ 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କିଏ? କ୍ଷୁଦ୍ରତମ ମାନେ ସାନ ସଂଖ୍ୟା କିଏ? ଯୋଉଠି 1 ଅଙ୍କ ବିଶିଷ୍ଟ ଶେଷ ହୋଇଛି, ତାପରେ 1 ଅଙ୍କ ବିଶିଷ୍ଟ କେଉଁଟା ଆମର ଶେଷ ହେଇଛି? 9 ଠାରେ, ତାପରେ 10। 10 ଠାରୁ ଆମର 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କ୍ଷୁଦ୍ରତମ ସଂଖ୍ୟା ଆରମ୍ଭ ହୋଇଛି ନୁହେଁ? ତାହେଲେ 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କିଏ? 10। ତାପରେ ଆମର ମୋଟ 2 ଅଙ୍କ ବିଶିଷ୍ଟ ଆମର ମୋଟ କେତୋଟି ସଂଖ୍ୟା ଅଛି ଆମେ କେମିତି ଜାଣିବା? 2 ଅଙ୍କ ବିଶିଷ୍ଟ ମୋଟ ସଂଖ୍ୟା ଆମେ କ'ଣ ଶିଖିଲୁ? ବଡ଼ ସଂଖ୍ୟାରୁ ସାନ ସଂଖ୍ୟା ଫେଡ଼ି ଦେଇ ସେଥିରେ କେତେ କ'ଣ କରିବା? 1 ଯୋଗ କରିଦେବା। 1 ଯୋଗ କରିଦେଲେ ଆମର ମୋଟ ସଂଖ୍ୟା ପାଇଯିବା। ତାପରେ କ'ଣ କରିବା? 1 ଯୋଗ କରିବା। ସମସ୍ତେ ତ ଯୋଗ କରା ଶିଖିଥିବ। 1 କ୍ଲାସରେ ସମସ୍ତେ ଶିଖିଥିଲ, ଯୋଗ ବିয়োଗ ଶିଖିଥିଲ। ତାହେଲେ କେତୋଟି ହେଲା? 90ଟି। ତାର ମୋଟ ଆମର 2 ଅଙ୍କ ବିଶିଷ୍ଟ ମୋଟ କେତୋଟି ସଂଖ୍ୟା ରହିଛି? 90ଟି। ବୁଝି ହେଉଛି? ତାପରେ ଆମେ ଦେଖିବା 3 ଅଙ୍କ ବିଶିଷ୍ଟ ସଂଖ୍ୟା। ତାହେଲେ 3 ଅଙ୍କ ବିଶିଷ୍ଟ ସଂଖ୍ୟା କ'ଣ? 3ଟି ଅଙ୍କକୁ ନେଇକି ଗଠିତ ଯେଉଁ ସଂଖ୍ୟା ତାକୁ 3 ଅଙ୍କ ବିଶିଷ୍ଟ ସଂଖ୍ୟା କହିଥାଉ। ତାହେଲେ ଆମର 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା, 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କିଏ ଜାଣିବା? 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କିଏ? 999। ତାହେଲେ କ୍ଷୁଦ୍ରତମ ସଂଖ୍ୟା କିଏ ଦେଖିବା? କ୍ଷୁଦ୍ରତମ ମାନେ କ'ଣ? ସାନ। କ୍ଷୁଦ୍ରତମ କ'ଣ? 100। ତାହେଲେ ଆମେ ତ ମୋଟ ସଂଖ୍ୟା 3 ଅଙ୍କ ବିଷୟରେ କେତୋଟି ଅଛି ଆମେ ଦେଖିବା। ମୋଟ କେତୋଟି ସଂଖ୍ୟା ଅଛି? କେମିତି ଜାଣିବା? କହିଛି ବଡ଼ ସଂଖ୍ୟାରୁ ସାନ ସଂଖ୍ୟା, ବୃହତ୍ତମ ସଂଖ୍ୟାରୁ କ୍ଷୁଦ୍ରତମ ସଂଖ୍ୟା ବିୟୋଗ କରି
ସେଥିରେ 1 ଯୋଗ କରିଦେଲେ ଆମର ମୋଟ ସଂଖ୍ୟା ବାହାରି ପଡ଼ିବ। ତାହେଲେ ଆମର ମୋଟ କେତୋଟି ସଂଖ୍ୟା ହେଲା? 900ଟି। କେତୋଟି? 900। ବୁଝି ହେଉଛି? ସମସ୍ତେ ବୁଝିପାରିଲ? ଆଚ୍ଛା, ଆମେ ତ ଜାଣିଛେ 0 ଏକ ସ୍ୱତନ୍ତ୍ର ଅଙ୍କ, ଏହା କିନ୍ତୁ ଏକ ସଂଖ୍ୟା ନୁହେଁ। ତାହେଲେ 0କୁ ଆମେ କେଉଁଠି ବସେଇଲେ ତାର ମୂଲ୍ୟ ରହିବ? ଯଦି ଆମେ ଶୂନକୁ କ'ଣ କରିବା? ଗୋଟିଏ ସଂଖ୍ୟାର ବାମ ପଟେ ଲେଖିବା। ଧର ମୁଁ ଏଠି ଲେଖିଲି 1, ଗୋଟେ ସଂଖ୍ୟା ଲେଖିଲି 1 ଲେଖିଲି। 1ରେ ବାମ ପଟେ ମାନେ ଏପଟେ ଲେଖିଲି 0 ବସେଇଲି। ସେ ସଂଖ୍ୟାର କିଛି ପରିବର୍ତ୍ତନ ହେଲା କି? ସେହି 1 ହିଁ ରହିଲା। ଯଦି ଆମେ 0କୁ ସଂଖ୍ୟାର ଡାହାଣ ପଟେ ଲେଖିବା, ଯଦି ଆମେ ସଂଖ୍ୟାର ତାକୁ ଡାହାଣ ପଟେ ଲେଖିବା, ଏକରେ ଆମେ ବାମ ପଟେ ଲେଖିଲେ କିଛି ପରିବର୍ତ୍ତନ, ସେ 1 ରହିଲା। ଯଦି ତାକୁ ଡାହାଣ ପଟେ ଲେଖିବା, କ'ଣ ହେଲା? ସେ ସଂଖ୍ୟାଟିର 10 ଗୁଣ ବଢି ଯାଉଛି, ନୁହେଁ? ଏଠି 1 ଥିଲା, ଏଠି କ'ଣ 0 ଡାହାଣ ପଟେ ଲେଖିଲେ କ'ଣ ହେଲା? 10 ହେଇଗଲା। 1ର 10 ଗୁଣ ବଢିଗଲା, ନୁହେଁ? ବୁଝି ହେଉଛି? ଆମେ ତ ପଢିଲୁ ଯେଉଁ ସଂଖ୍ୟା 3ଟି ଅଙ୍କକୁ ନେଇ ଗଠିତ ତାକୁ ଆମେ 3 ଅଙ୍କ ବିଶିଷ୍ଟ କହିଥାଉ। ଆମେ 1 କ୍ଲାସରେ ପଢିଥିଲୁ 2 ଅଙ୍କ ବିଶିଷ୍ଟ ନେଇକି ଆମେ ସ୍ଥାନୀୟ ମାନ ଗଠନ କରିଥିଲୁ। ଆଜି ଆମେ 3 ଅଙ୍କକୁ ନେଇକି ସ୍ଥାନୀୟ ମାନ ଗଠନ କରିବୁ।
एकक माने एक, दशक माने 10, शतक माने 100। जाओ मुझे लिखली 5। यह केते अंक विशिष्ट? एक अंक विशिष्ट। गोटे अंक थिले, गोटे अंक थिले यह एक अंक विशिष्ट। ଆଉ କଣ କୁହାଯାଏ? ଆ ସ୍ଥାନ କଣ? ଏକ ଅଙ୍କ। ତାର ଏଠି କଣ ହବ? 5। 5 ସ୍ଥାନୀୟ ମାନ କେତେ? 5 ଏକ ବା 5। ତାହେଲେ 5 ର ଆମେ ସ୍ଥାନୀୟ ମାନ ଏଟା କଣ କୁହାଯାଏ? ସ୍ଥାନୀୟ ମାନ ସାରଣୀ। ଏଟା କଣ କୁହାଯାଏ? ସ୍ଥାନୀୟ ମାନ ସାରଣୀ। ତାହେଲେ 5 ର ସ୍ଥାନ କୋଉଠି? 5 1। ସେମିତି ଆମେ ଗୋଟେ 2 ଅଙ୍କ ବିଶିଷ୍ଟ ଲେଖିବା। 42। 42 2 କେଉଁ ଘରେ ଅଛି? ଏକ ଘରେ ଅଛି। ତାହେଲେ 4 ଦଶକ ଘରେ। ତାହେଲେ ଆମେ ଏଠି ଲେଖିବା 2 ଏକ ବା 2 4 10 ବା 40। ତାହେଲେ ଏଠି ଆମେ ସାରାଂଶ ଲେଖିଲେ କଣ ହବା? 2 1 ଅଛି ମାନେ ଏକ ଘରେ 2। 4 କେତେ ଘରେ ଅଛି? ଦଶକ ଘରେ। ତାହେଲେ 4 10। ଆମେ 1 କ୍ଲାସରେ ପଢିଥିଲୁ 1 1 ଯେ 1, 2 1 ଯେ 2, ସେମିତି 1 10 ଯେ 10, 2 10 20, 3 10 30, 4 10 40, 5 10 50, ଏମିତି ସବୁ ଶିଖିଥିଲୁ। ତାପରେ ଆମେ 3 ଅଙ୍କ ବିଶିଷ୍ଟ ନେଇ ଗୋଟେ ସଂଖ୍ୟା ଲେଖିବୁ। 316। 3 ଅଙ୍କ ମାନେ 3ଟି ଅଙ୍କକୁ ନେଇ ଗଠିତ। ତାହେଲେ 1 6 6 କୋଉ ଘରେ ଅଛି? ଏକ ଘରେ। ତାହେଲେ 1 10 ଘରେ, 3 ଶତକ ଘରେ। ତାକୁ ଆମେ ଲେଖିଲେ 6 1। 6 1 ମାନେ ଆମେ କଣ କରିଲେ? 1 ମାନେ କଣ? 6 ଇଣ୍ଟୁ 1 ମାନେ 6। ଏମିତି ବି ଆମେ ପଢିପାରିବୁ। ତାପରେ କଣ ଅଛି? 1 କୋଉ ଘରେ ଅଛି? 10 ଘରେ ଅଛି। ତାହେଲେ 1 10। 1 10 ଯେ କଣ? 10। ତାପରେ କଣ ଅଛି? 3 ଶତ। 3 ଶତ ଯେ 300। ତାହେଲେ ଆକୁ ଆମେ ସ୍ଥାନୀୟ ମାନ ସାରଣୀରେ କେମିତି ଲେଖିବୁ? 1 ଘର ପାଇଁ ଅଛି 6, 10 ଘରେ 1, ତାପରେ ଶତ ଘରେ କି ଅଛି? 3। ବୁଝି ହଉଛି? ଯଦି ଆମେ ସଂଖ୍ୟାକୁ
ସଂଖ୍ୟାର ସ୍ଥାନୀୟ ମାନଙ୍କୁ ଆମେ କ'ଣ କରିବା ବିସ୍ତାରିତ ରୂପରେ ଲେଖିବା। ତାର କେମିତି ଯେ ଲେଖିବା ଲେଖିଲେ ଏଠି 15 15 କୁ ଆମେ ବିସ୍ତାରିତ କରି ଲେଖିଲେ କେମିତି ହବ ଲେଖିବା 5 କୋଉ ଘରେ ଅଛି 1 ଘରେ ତାହେଲେ 5 1 1 କୋଉ ଘରେ ଅଛି 10 ଘରେ ତାହେଲେ କ'ଣ ହବ 1 10 ଏମିତି ବି ଆମେ ଲେଖିପାରିବୁ 1 10 5 1 1 10 ଯେ କ'ଣ 1 ର 10 ତାହେଲେ 5 1 ଯେ ଏମିତି ଆମେ ଶିଖିଛୁ। ବୁଝି ହେଉଛି ତାପରେ ଆମେ ଗୋଟେ 3 ଅଙ୍କ ବିଶିଷ୍ଟ ନେଇ କରିବୁ ତାହେଲେ 3 କୋଉ ଘରେ ଅଛି 1 ଘରେ 1 ତାହେଲେ ଆମ 3 ଅଙ୍କ ବିଶିଷ୍ଟ ଗୋଟେ ନେଇକି ସଂଖ୍ୟା କରିବୁ ତାହେଲେ 3 କୋଉ ଘରେ ଅଛି 1 ଘରେ 1 10 ଘରେ 2 7 ଘରେ ତାକୁ ଆମେ ବିସ୍ତାରିତ କରି ଲେଖିଲେ କ'ଣ ଲେଖିବୁ ଆମେ କ'ଣ କହିବୁ ବିସ୍ତାରିତ ରୂପ ତାକୁ କେମିତି ଲେଖିବୁ 2 7 1 10 3 1 2 10 ମାନେ କ'ଣ 2 ରୁ 10 7 ମାନେ 10 1 10 ମାନେ 1 ରେ 10 ଗୁଣ 3 1 ମାନେ 3 10 ଆକି କ'ଣ କୁହାଯାଏ ସଂଖ୍ୟାର ବିସ୍ତାରିତ ରୂପ ସ୍ଥାନୀୟ ମାନର ବିସ୍ତାରିତ ରୂପ ବୁଝି ହେଉଛି ତାପରେ ଆମେ ପଢିବା ପରବର୍ତ୍ତୀ ସଂଖ୍ୟା ଆମେ କେମିତି ଶିଖିଥିଲୁ ଆମେ ସଂଖ୍ୟାକୁ ଦେଖିକି ତାର ପରବର୍ତ୍ତୀ ସଂଖ୍ୟାକୁ ଦେଖି ଗଣିକି ଆମେ ତା ପରବର୍ତ୍ତୀ ସଂଖ୍ୟା ଜାଣୁଥିଲୁ ତ ଏଠି ଆମେ କ'ଣ କରିବୁ ସେଥିରେ ପରବର୍ତ୍ତୀ ସଂଖ୍ୟା କେମିତି 1 ଯୋଗ କଲେ ଆମେ ତାର ପରବର୍ତ୍ତୀ ସଂଖ୍ୟା ପାଇବୁ କେମିତି ଦେଖ ପରବର୍ତ୍ତୀ ସଂଖ୍ୟା କେମିତି ଜାଣିବୁ ଆମେ ଏମିତି 1 2 3 4 5 6 7 8 9 10 ଏମିତି ସବୁ ସଂଖ୍ୟା ଦେଖିକି ତାର ଯୋଉ ଆମେ କହୁଥିଲୁ 3 ର ପର ସଂଖ୍ୟା କିଏ ଆମେ ଏଠି ଦେଖୁଛୁ 3 ପରେ ସଂଖ୍ୟା କିଏ ଆସେ 4 ଏମିତି ଦେଖିକି କରୁଥିଲୁ ତ ଏବେ ଆମେ ଅଲଗା ଉପାୟରେ କରିବୁ କେମିତି जो 3 ର ପର ସଂଖ୍ୟା ଆମେ କେମିତି ଜାଣିବୁ ସେଥିରେ କ'ଣ କରିବୁ 3 ରେ 1 ଯୋଗ କରିବୁ ଯୋଗ କଲେ କ'ଣ 1 ରେ 4 ହେଇଗଲା 1 ରେ 3 ରେ 1 ଯୋଗ କଲେ କେତେ ହେଲା 4 3 ତାର 3 ରେ ପର ସଂଖ୍ୟା କିଏ
चारि पर संख्या माने आग संख्या आम तो छोट छोट संख्या लिखुलु एमती संख्या गणिकी लिखिदे जिते बड़ा संख्या लिखू जो लिखिले एमती आम संख्या को गणिकी लिखे 1 2 3 से संख्या गणिकी बहुत समय लगे आमको कौन कर कौन कर आम तो जाचु परवर्ती संख्या माने 1 जोग कले आम पर संख्या मिल 1 जोग कलु 5 1 कते 6 1 7 और 5 को आमर 5 उठे कल के 56 पर संख्या केते 57 ना 57 ना बोले 56 पर संख्या 57 हमते आउ किछि मु दउछि समस्त निज निज खाता रे लेख घरे करिवो हमसे देखाउछि एडी समस्त निज निज खाता रे लेखि नियो घरे करि नबो एटा कोन पर संख्या बुझियला समस्त लेखिलेलो ताले हम तापर कोन बळे पूर्ववर्ती पूर्ववर्ती संख्या जानना हम केमति जानिया पूर्ववर्ती संख्या माने कोन पूर्व संख्या माने पछ संख्या तर 5 5 र पछ संख्या के 5 आम एमती कौन देव 1 2 3 4 5 6 7 8 9 10 11 एमती एमती संख्या देखुलु 5 र पूर्व संख्या के माने पछ संख्या के 4 एमती हम संख्या देला ताले एबे हम कोन करिवा अलका ऊपर कोन केमती जानिबा एतरे 1 को 1 वियोग करिवा 1 वियोग बोले हमरो पूर्व संख्या निजे केमती लिख ले मु 8 8 रे हम पूर्व संख्या देखिबा 8 रे कोन 1 वियोग करिवा 8 रो 1 गले कते हो 7 ने ताले 8 रो पूर्व संख्या के 7 बुझियोजी पूर्व संख्या माने पछ संख्या एटा गोटे बड़ संख्या में नबा बयालीस एमती आम संख्या तो 1 2 गणी गणी जाऊ जाई परमुनी एमती हम कोन करबो 1 वियोग करबो 2 रे 1 गले कते 1 4 41 और 42 रो पूर्व संख्या 41 बुझियोची सेमती मु आउ किछि अंक दउछि हम खाता रे लिखि घरे करिवो
ସମସ୍ତେ ଲେଖିନେଲ? ଏଗୁଡ଼ିକୁ ଘର କରିବ। ପୂର୍ବବର୍ତ୍ତୀ ସଂଖ୍ୟା ପରେ ଆମେ କ'ଣ ମଧ୍ୟବର୍ତ୍ତୀ ସଂଖ୍ୟା ପଢ଼ିବା। କ'ଣ ମଧ୍ୟବର୍ତ୍ତୀ ସଂଖ୍ୟା। ମଧ୍ୟବର୍ତ୍ତୀ ସଂଖ୍ୟା ମାନେ କ'ଣ? ମଝି ସଂଖ୍ୟା। ଗୋଟେ ସଂଖ୍ୟା ମୁଁ ଏଠି ଲେଖିଲି 4 6। 4 ପରେ 6 ନୁହେଁ ତ, 4 ଆଉ 6 ମଧ୍ୟରେ ଗୋଟେ ସଂଖ୍ୟା ରହିଯାଉଛି। ତାହେଲେ କ'ଣ 4 ପରେ ଆମର କ'ଣ 5। ତାପରେ ଆଉ ଗୋଟେ ସଂଖ୍ୟା ଲେଖୁଛି 20 ଆଉ 22। 20 ପରେ ଆମର 22 କି ନୁହେଁ? ତାହେଲେ କ'ଣ 20 ପରେ 21। ବୁଝି ହେଉଛି? ଏମିତି ମୁଁ ଆଉ କିଛି ଦେଉଛି, ତମେ ଘର ପାଖରେ କରିବ, ଲେଖିଦିଅ। ସମସ୍ତେ ଲେଖିଦେଲ। ଏଟାକୁ ସବୁ ଘର ପାଖରେ କରିବ। ଆଜି ତ ଆମର ସମୟ ହେଇଯାଇଛି। ଆମେ ପର କ୍ଲାସରେ ତାର କିଛି କ୍ୱେଶ୍ଚନ୍ ଆନ୍ସର ଆଲୋଚନା କରିବା। ବନ୍ଦେ ମାତରମ୍।